ଆମେ ପ୍ରଥମ ରଚନାବଳୀ 19 ଅଧ୍ୟାୟ 4 ପଦରେ ପଢ଼ିଲୁ। ଏଲିୟ ଭବିଷ୍ୟଦ୍ବକ୍ତା କି ପ୍ରକାର ଭାବରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ପ୍ରଥମ ରାଜାବଳୀ 18 ଅଧ୍ୟାୟରେ ଏଲିୟ ଭବିଷ୍ୟଦ୍ବକ୍ତା ବାଲ ଦେବତାର ପୂଜକ ଅର୍ଥାତ୍ ବାଲ ଦେବତା ନାମରେ ପୂଜା କରୁଥିବା ପୂଜାରୀ ମାନଙ୍କ ସହିତ ଗୋଟେ ଚ୍ୟାଲେଞ୍ଜ କରିଛନ୍ତି। ଆଉ ଯେତେବେଳେ এই ବାଲ ଦେବତାର ପୂଜାରୀ ମାନଙ୍କ ସହିତ ଭକ୍ତ ମାନଙ୍କ ସହିତ ଏଲିୟ ଭବିଷ୍ୟଦ୍ବକ୍ତା ଚ୍ୟାଲେଞ୍ଜ କଲେ, ପ୍ରାୟ 450 ବାଲ ଦେବତାର ପୂଜାରୀ ମାନେ ଏଲିୟଙ୍କ ସହିତ ଚ୍ୟାଲେଞ୍ଜ କରୁ କରୁ ହାରିଗଲେ। 450 ଜଣ ବାଲ ଦେବତାର ପୂଜକ ମାନେ କହୁଥିଲେ ବାଲ ଦେବତା ହିଁ ସତ୍ୟ ଦେବତା, ଆଉ ଏଲିୟ କହୁଥିଲେ ଯେ ସତ୍ୟ ଜୀବିତ ପରମେଶ୍ୱର, ଯେ ଆକାଶ ପୃଥିବୀକୁ ତିଆରି କରିଛନ୍ତି, ସେ ହେଉଛନ୍ତି ସତ୍ୟ ପରମେଶ୍ୱର। କିନ୍ତୁ ବାଲ ଦେବତାର ପୂଜକ ମାନେ ଆଉ এই କଥାକୁ ଗ୍ରହଣ କରୁଥିଲେ। ଯେତେବେଳେ এই ପ୍ରକାର ପରିସ୍ଥିତି ଆସିଲା, এই ବାଲ ଦେବତାର ପୂଜକ ଗଣ ଆଉ ଏଲିୟଙ୍କ ଭିତରେ ସେମାନେ ଗୋଟେ ପଦକ୍ଷେପ ନେଲେ। ବେଦୀ ସଜାଡ଼ିବା, ବେଦୀ ସଜାଡ଼ିଲା ପରେ সেই ବେଦୀ ଉପରେ ବିନା ଅଗ୍ନିର ସଂଯୋଗରେ ଯୋଉ ପରମେଶ୍ୱର ସେ ବେଦୀରେ ନିଆଁ ଜାଳିବେ, ତାକୁ ଦଗ୍ଧ କରିବେ, ସେ ହିଁ ପରମେଶ୍ୱର ବୋଲି ସ୍ୱୀକାର କରାଯାଏ। ଆଉ ସେତେବେଳେ ପ୍ରଥମେ এই ବାଲ ଦେବତା ଗଣର ପୂଜକ ମାନଙ୍କୁ ସୁଯୋଗ ଦିଆଗଲା। ସେମାନେ ବେଦୀ ସଜାଡ଼ିଲେ, ହୋମ ବଳି ନିମନ୍ତେ ବେଦୀକୁ ପ୍ରସ୍ତୁତ କଲେ, ଆଉ ବିନା ଅଗ୍ନିର ସଂଯୋଗରେ ଯେମିତି ସେମାନଙ୍କ ବେଦୀରେ ଥିବା ସମସ୍ତ ବିଷୟ ଅଗ୍ନି ଦ୍ୱାରା ଦଗ୍ଧ ହବ ବା ସେମାନଙ୍କ ଦେବତା ତାକୁ ଗ୍ରହଣ କରିବେ ବୋଲି ପ୍ରମାଣିତ ହବ, এই ଆଶାରେ ସେମାନେ ଦିନସାରା ପ୍ରାର୍ଥନା କଲେ, କିନ୍ତୁ କୌଣସି ଉତ୍ତର ରହିଲା। ତାପରେ ଯେତେବେଳେ ଏଲିୟ ଭବିଷ୍ୟଦ୍ବକ୍ତାଙ୍କୁ ସୁଯୋଗ ମିଳିଲା, সেই ସମୟରେ ଏଲିୟ ଭବିଷ୍ୟଦ୍ବକ୍ତା ବେଦୀ ସଜାଡ଼ିଲେ, ବେଦୀର ଚାରିପାଖେ ଖାତ ଖୋଳିଲେ, ପାଣି ଢାଳିବା ପାଇଁ କହିଲେ, ପୁଣି ତାପରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ, ଆଉ ପରମେଶ୍ୱର ସ୍ୱର୍ଗରୁ ଅଗ୍ନି ଦେଇ সেই সমস্ত হোম বলিକୁ দগ্ধ কলে। হালেলুয়া। অর্থাৎ এলিয়ଙ୍କ পরমেশ্বর যে সত্য জীবিত পরমেশ্বর, সে যে আপনার বিশ্বাসী মানকৰ প্রার্থনা শুনନ୍ତି, তাଙ୍କଠାରେ ভরসা କରି ପ୍ରତ୍ୟେକ ଲୋକମାନଙ୍କର ପ୍ରାର୍ଥନା ଶୁଣନ୍ତି, ଆଉ ସେ ମହତ୍ କାର୍ଯ୍ୟ ସାଧନ କରନ୍ତି। ଏହାର ପ୍ରମାଣ ଏଲିୟଙ୍କ ପ୍ରାର୍ଥନାରେ ସମଗ୍ର ବାଲ ଦେବତାର ପୂଜକ ମାନେ ପୁଣି ସେହି ସ୍ଥାନରେ ରୁଣ୍ଡ ହୋଇଥିବା ସମସ୍ତ ଲୋକମାନେ ଦେଖିବାକୁ ପାଇଲେ। ଆଉ ଯେତେବେଳେ ଏହା ପ୍ରମାଣିତ ହେଲା ଯେ ଏଲିୟଙ୍କ ପରମେଶ୍ୱର ଅର୍ଥାତ୍ ଏଲିୟ ଯୋଉ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରନ୍ତି, ସେହି ପରମେଶ୍ୱର ସତ୍ୟ ପରମେଶ୍ୱର ବୋଲି ସେହି ସମୟରେ ବାକ୍ୟରେ ଲେଖାଯାଏ। ତହୁ ଏଲିୟ ସେମାନଙ୍କୁ କହିଲେ, ବାଲର ଭବିଷ୍ୟଦ୍ବକ୍ତା ମାନଙ୍କୁ ଧର, ବାଲର ଭବିଷ୍ୟଦ୍ବକ୍ତା ମାନଙ୍କୁ ଧର, ସେମାନଙ୍କର କାହାରିକୁ ପଳାଇବାକୁ ଦିଅ ନାହିଁ। ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ, ତହିଁରେ ଲୋକମାନେ ସେଇ ବାଲ ଦେବତାର ଭବିଷ୍ୟଦ୍ବକ୍ତା ମାନଙ୍କୁ ବା ପୂଜକ ମାନଙ୍କୁ ଧରିଲେ। ପୁଣି ଏଲିୟ ସେମାନଙ୍କୁ ସେଇମାନଙ୍କୁ କିଶୋର ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଦ୍ଧ କଲେ। କିଶୋର ନଦୀ ନିକଟକୁ ନେଇ ସମସ୍ତଙ୍କୁ ବଦ୍ଧ କଲେ, ମାରିଦେଲେ। କାହିଁକି? କାରଣ এই ଯୋଉ ବାଲ ଦେବତାର ଭବିଷ୍ୟଦ୍ବକ୍ତା ମାନେ ବା ପୂଜକ ମାନେ, ପୂଜାରୀ ମାନେ, ଏମାନେ ଗୋଟେ ମିଥ୍ୟା ଦେବତାକୁ ଆରାଧନା କରି ସତ୍ୟ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି। ଆଉ ଯୋଉ ଲୋକ ସତ୍ୟ ଜୀବିତ ପରମେଶ୍ୱରଙ୍କର ଆରାଧନା କରନ୍ତି, ତାଙ୍କ ସହିତ ଏମାନେ ଯୁକ୍ତି କରି, ତାଙ୍କ ସହିତ ସମ୍ମୁଖାସମ୍ମୁଖୀ ହେଇ ଏମାନେ ଚ୍ୟାଲେଞ୍ଜ କରିବାକୁ ବସିଲେ। ଆଉ ଯେତେବେଳେ ଏଲିୟଙ୍କ ପରମେଶ୍ୱର ଯେ ସତ୍ୟ ପରମେଶ୍ୱର ବୋଲି ପ୍ରମାଣିତ ହେଲେ, ଆଉ ସେହି ସମୟରେ ଏଲିୟ এই সমস্ତ ଭବିଷ୍ୟଦ୍ବକ୍ତା ମାନଙ୍କୁ ନେଇ କିଶୋର ନଦୀ ନିକଟରେ ଏମାନଙ୍କୁ ମାରିଦେଲେ। ଆଉ ସେହି ସମୟରେ ସେଠିକାର ପରିସ୍ଥିତି କେମିତି ଥିଲା? ଦୁର୍ଭିକ୍ଷର ପରିସ୍ଥିତି ଥିଲା। କାରଣ 17 ଅଧ୍ୟାୟ ପ୍ରଥମ ପଦରେ ଆମେ ଦେଖୁଛୁ ଯେ ଏଲିୟ ଭବିଷ୍ୟଦ୍ବକ୍ତା ସୃଷ୍ଟି ବନ୍ଦ ହେବା ପାଇଁ ସେ ଭବିଷ୍ୟଦ୍ବାଣୀକୁ ଘୋଷଣା କରିଛନ୍ତି। ନା ଶିଶିର ପଡ଼ିବ, ନା କାକର ପଡ଼ିବ, ନା ବର୍ଷା ହେବ,
ଟୋଟାଲି ଏସବୁ ଯେମିତି ବନ୍ଦ ହେଇଯିବ ଏଥିପାଇଁ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ ଏଲିୟ ଭବିଷ୍ୟତ ବକ୍ତା ଆହ୍ୱାନଙ୍କ ନିକଟରେ ଘୋଷଣା କରିଛନ୍ତି। ଆଉ ସେଇ ସମୟ ମଧ୍ୟରେ ବର୍ଷା ବନ୍ଦ ଅଛି। ସତ୍ୟ ଜୀବିତ ପରମେଶ୍ୱରଙ୍କର ମହାନତା ପୃଥିବୀରେ ପ୍ରକାଶ ପାଇଛି, ସେ ଲୋକମାନଙ୍କ ମଧ୍ୟରେ ପ୍ରକାଶ ପାଇଛି। ତଥାପି এই ବାଲ ଦେବତାର ପୂଜକମାନେ ଆମ ଦେବତା ସତ୍ୟ ବୋଲି ମାନେ ବସିଛନ୍ତି। କିନ୍ତୁ ଏଲିୟ ଭବିଷ୍ୟତ ବକ୍ତା ୟାକୁ ଭୁଲ ବୋଲି ପ୍ରମାଣ କରିବା ପାଇଁ ପରମେଶ୍ୱରଙ୍କ ଶରଣାଗତ ହେଲେ। ଆଉ ପରମେଶ୍ୱର ଅଗ୍ନି ଦ୍ୱାରା ତାଙ୍କର ସତ୍ୟତାକୁ ପ୍ରକାଶ କଲେ। ପୁଣି এই ବାଲ ଦେବତା ଯେ ମିଥ୍ୟା ଅଟେ ଏହା ପରମେଶ୍ୱର ପ୍ରମାଣ କଲେ। ଯଦ୍ୱାରା ଏଲିୟ ଭବିଷ୍ୟତ ବକ୍ତା এই ସମସ୍ତ ମିଥ୍ୟା ଭବିଷ୍ୟତ ବକ୍ତା ମାନଙ୍କୁ ବଦ୍ଧ କରିବା ସହିତ ସେ କଣ କରୁଛନ୍ତି, ପରମେଶ୍ୱରଙ୍କର ଉପସ୍ଥିତିକୁ ମାନବ ସମାଜ ବା ସେଇ ସ୍ଥାନରେ ଥିବା ପ୍ରତ୍ୟେକଙ୍କ ମଧ୍ୟରେ ସେ ସାବ୍ୟସ୍ତ କରୁଛନ୍ତି। ତାପରେ ସେ ପ୍ରାର୍ଥନା କରୁଛନ୍ତି ଯେପରି ବୃଷ୍ଟି ହେବ। ତା ତଳ ତଳକୁ ଆପଣମାନେ ପରେ ପଢିବେ, ଲେଖା ଅଛି ଏଲିୟ ଭବିଷ୍ୟତ ବକ୍ତା ପ୍ରାର୍ଥନା କଲେ। ଆଉ ପ୍ରାର୍ଥନା କଲା ପରେ ପରମେଶ୍ୱର ବୃଷ୍ଟି ପଠାଇଲେ। ବୃଷ୍ଟି ବର୍ଷା ଆସିଲା। ତାପରେ ଆମେ ଯେତେବେଳେ 19 ଅଧ୍ୟାୟକୁ ଯାଉଛୁ ପ୍ରଥମ ପଦ ଟିକେ ପଢିବା। ଏଥି ଉତ୍ତରେ ଆହାବ ଏଲିୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟତ ବକ୍ତାଙ୍କୁ ଆଉ ସେ କେମିତି ଖଣ୍ଡାରେ ସବୁ ଭବିଷ୍ୟତ ବକ୍ତାମାନଙ୍କୁ ବଦ୍ଧ କରିଥିଲେ ମାରି ଦେଇଥିଲେ ତାହା ଇସବଲଙ୍କୁ ଜଣାଇଲେ। ଇସବଲଙ୍କୁ ଜଣାଇଲେ। ହାଲେଲୁୟା। ଇସବଲ କିଏ? ଇସବଲ ହେଉଛନ୍ତି ଆହାବଙ୍କର ସ୍ତ୍ରୀ। ଇ ଗୋଟେ ଦୁଷ୍ଟ ସ୍ତ୍ରୀ। ଯେତେବେଳେ ଆହାବ ରାଜା ସେ এই ସମସ୍ତ ବିଷୟ କଣ ନା ବାଲ ଦେବତାର ଭବିଷ୍ୟତ ବକ୍ତା ମାନେ କେମିତି ଭାବରେ ଏଲିୟଙ୍କ ସହିତ ଚ୍ୟାଲେଞ୍ଜ କଲେ, ଏଲିୟ କେମିତି ସେମାନଙ୍କ ସହିତ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କଲେ, ଆଉ କେମିତି ଭାବରେ ପରମେଶ୍ୱର ଏଲିୟଙ୍କ ପ୍ରାର୍ଥନା ଶୁଣିଲେ, କେମିତି ଭାବରେ ପରମେଶ୍ୱର ଏଲିୟଙ୍କର ହୋମବଳିକୁ ଗ୍ରହଣ କଲେ, ପୁଣି କେମିତି ଭାବରେ ଏଲିୟ এই ସମସ୍ତ ବାଲ ଦେବତାର ଭବିଷ୍ୟତ ବକ୍ତା ମାନଙ୍କୁ ନେଇ କିଶୋର ନଦୀ ପାଖରେ ଏମାନଙ୍କୁ ଖଡ୍ଗରେ ବଦ୍ଧ କଲେ। এই ସମସ୍ତ ବିଷୟ ଇସବଲକୁ କହୁଛନ୍ତି। ଆଉ ଯେତେବେଳେ ସେ ଶୁଣିଦେଲେ এই ସମସ୍ତ ବିଷୟ, ସେ ଏଲିୟଙ୍କୁ ମାରିଦେବା ପାଇଁ ଚାହିଁଲେ। ଆଉ ସେ ନିଷ୍ପତ୍ତି କରୁଛନ୍ତି କାଲି ସକାଳେ ଯଦି ଦୁଇ ପଦ ପଢିବ। ଇସବଲ ଏଲିୟଙ୍କ ନିକଟକୁ ଦୂତ ପଠାଇ ଏହି କଥା କହିଲେ ପ୍ରାୟ କାଲି ଏହି ସମୟରେ ଏବେ ମୁଁ ତୁମ ପ୍ରାଣକୁ ସେମାନଙ୍କ ଜଣକର ପ୍ରାଣ ତୁଲ୍ୟ ନ କରେ ତେବେ ଦେବତାମାନେ ମତେ ସେଇ ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦିଅନ୍ତୁ। ଅର୍ଥାৎ ଯେତେବେଳେ ଆହାବ ରାଜା ଇସବଲଙ୍କୁ କହିଲେ, ଇସବଲ କ୍ରୋଧାନ୍ୱିତ ହୋଇଯାଇଛନ୍ତି। ସେ କହୁଛନ୍ତି ଲୋକ ପଠେଇକି ଜଣକୁ ଖବର ଦେଇକି କହିଲେ ଯାଅ ସେ ଏଲିୟଙ୍କୁ କହିଦିଅ କାଲି ସକାଳେ ଏତିକି ବେଳ ସୁଦ୍ଧା এই ସମୟ ସୁଦ୍ଧା ଯଦି ସେ 450 ଜଣକୁ ତୁ ଯେମିତି ମାରିଛୁ ତତେ ମଧ୍ୟ ମୁଁ ମାରି ନ ଦେଇଛି, ତାହେଲେ ମୋ ଦେବତା ମାନେ ତାଠାରୁ ଅଧିକ ଦଣ୍ଡ ମୋତେ ଦିଅନ୍ତୁ। ଏମିତି କ୍ରୋଧାନ୍ୱିତ ହେଇ ଇସବଲ କଣ କରୁଛନ୍ତି, ଏଲିୟଙ୍କ ପାଖକୁ ଖବର ପଠେଇଲେ। ଆଉ ଯେତେବେଳେ ଏଲିୟଙ୍କ ପାଖକୁ এই ସମସ୍ତ ସମ୍ବାଦ ଗଲା, ଏଲିୟ ଭବିଷ୍ୟତ ବକ୍ତା ବର୍ତ୍ତମାନ ଭୟଭୀତ ହେଲେ। ଆଉ ଭୟଭୀତ ହେଇ ନିଜ ଦାସଙ୍କୁ ଛାଡ଼ିଲା ପରେ ସେ ବର୍ତ୍ତମାନ ସେଇ ଜାଗାରୁ ବାହାରି ଯାଇ ଗୋଟେ ରୋତମ ବୃକ୍ଷ ମୂଳରେ ବସିଲେ। ତହୁ ଏଲିୟ ଏହା ଦେଖି ଆପଣା ପ୍ରାଣ ସକାଶେ ଉଠି ଯାଇ ଜିହୁଦାର ବେର୍ସାବା ନଗରରେ ଉପସ୍ଥିତ ହେଲେ ଓ ସେଠାରେ ଆପଣା ଦାସକୁ ଛାଡ଼ିଲେ। ବେର୍ସାବା କଣ? ବେର୍ସାବା ହେଉଛି ଶପଥ କୁ କୁହାଯାଏ। ବେର୍ ଅର୍ଥ ଶପଥ, ସେବାର ଅର୍ଥ ଗ୍ରୀକ ଭାଷାରେ କୁ।
अर्थात जो कुआरे शपथ करा जायतिला कोठी करा जायतिला जदि हमें देखिबा आपने परे पढिबे आदि पुस्तक 21 अध्याय लिखा अछि 21 अध्याय लिखा अछि जेतेबेले अब्राहम अभिमेलक सहित गोटे कुओ खोलिला परे बेर्शेबा बोली गोटे कुओ खोलिला परे अभिमेलक जेतेबेले आसिले अब्राहम 7 कोटी मेष अर्थात 7 कोटी मेंढा पृथक करी देकी ताकू कोन करछथि आपमाने परे पढिबे लेखा अछि से अभिमेलक को नेकी दोछथि आ से पचारछथि इटा काहे कि मते तमे देल अब्राहम कहछथि तोमा म भितरे इटा गोटे शक्ति এই জায়গা जहां बेर्शेबा को कोन करछथि ना एलियो भविष्य वक्ता का दास को नेकी गले ताकू छाड़ी दे पुनी से स्थान से रोतम वृक्ष मूल रे जाई के बसी ए रोतम वृक्ष मूल कोन ए रोतम वृक्ष को बाइबल रे कहा जाय ए प्लेस ऑफ गॉड्स प्रोविजन परमेश्वर जो स्थान रे तांको लोकमान को पाई समस्त विषय प्रदान करते समस्त विषय जोगांती ए परि गोटे स्थान आमे देखुछु जेतेबेले एलियो भविष्य वक्ता इस्राएल ठारो संवाद सुनिले जे काली सकाळे इस्राएल कोन करिवे क्रोधान्वित होइछन्ति जेहेतु 450 बाल देवतार भविष्य वक्ता मानकु से मारि दिछन्ति तेनु तांको काली सकाळे मारि दवा पई इस्राएल चेष्टा करछन्ति सेतेबेले एलियो भविष्य वक्ता सेठो बाहरी जिबाको चेष्टा करछन्ति आ जेतेबेले सेई स्थानरो बाहरी जिबा पई चेष्टा करछन्ति प्रथम विषय माने देखुछु जी कोन जेतेबेले जणे लोक शारीरिक माना जेतेबेले जणे जागतिक विषय को से दृष्टिपात करिवो प्रथमे तामनरे भय आसीबो तामनरे भय आसीबो एलियो भविष्य वक्ता जे प्रार्थना कले जहां को प्रार्थना द्वारा स्वर्ग अग्नि आसे से गोटे साधारण गोटे स्त्री लोक को भयभीत होई से कोन करछन्ति से जगह छाडी चली जेबाक चेष्टा करछन्ति तेणु प्रथम विषय होची कोन ना भय आसी निराश जेतेबेले जागतिक चिंताधारा अनुसार गोटे विश्वासी जीवन यापन करिवो जेतेबेले जागतिक मनुष्य भावरे समस्त विषय प्रति से दृष्टिपात करिवो वाक्य कहे से निराश तारा आशा होई जीवो आ मृत्यु निमंते प्रार्थना करिवो एलियो भविष्य वक्ता सुनिले जदि एबी भी एलियो भविष्य वक्ता सेही स्थान रे ठिया हबे प्रार्थना करिवे प्रभु तबे सेही परमेश्वर जे स्वर्ग रो अग्नि पठैथिला वर्तमान एई स्त्री लोक मो विरुद्ध रे उठिछि प्रभु तबे यार न्याय विचार कर मते सेति रक्षा कर परमेश्वर करिवे कि नै निश्चय एलियो रक्षा करि पारथाते किंतु से वर्तमान शारीरिक मन से चिंता करछथि से निज विषय चिंता करछथि काळे होय देई स्त्री लोक ताको मारि दबो एडु कर से स्थान आशा हराई फेरी जाऊ परमेश्वर के निकट रे मृत्यु प्रार्थना करछन्ति केतेबेले जणे लोक मृत्यु पई प्रार्थना करिवो केतेबेले जणे लोक कांदिवो जेतेबेले बेसहारा मने करिवो जेतेबेले बेसहारा मने करिवो आमे द्वितीय राजा बळी 6 अध्याय देखुछो भविष्य वक्ता गणर पुत्र मानव मधुरु जणे काठ काटू तार कुराडी जल मधुरे पड़ी गला आ जेतेबेले तार कुराडी जल रे पड़ी गला सेही समय से चित्कार करूचे से रोदन करूचे कांदुची कोन हाय हाय ए तो मोर उद्धारी बस अर्थात जेतेबेले जणे लोक स्वाभाविक जीवन को हरई दिए जेतेबेले गोटे अस्वाभाविक परिस्थिति जीवन रे से तयारी होई सेही समय रे जणे कांदी मृत्यु प्रार्थना करे अब जो माने परमेश्वर को ठारे भरोसा रखते जो मान को सहित परमेश्वर कथा बार्ता करते जो मान को विषय परमेश्वर साक्ष्य दियंती से माने आपण मृत्यु पाई प्रार्थना करछथि काहे कि मते मरण आसु निज मृत्यु पाई से माने प्रार्थना करछथि तो आज मते एलियो भविष्य वक्ता से कोन करछथि निज मृत्यु पाई प्रार्थना करछथि किंतु से जानि नंती से कोठी अछथि हालेलुया से कोठी अछथि रोदम वृक्ष मूले
ହାଲେଲୁୟା। କୋଉଠି? ରତନ ବୃକ୍ଷ ମୂଳେ, ଅର୍ଥାତ୍ ଯୋଉ ବୃକ୍ଷ ବା ଯୋଉ ବୃକ୍ଷ ମୂଳରେ ରହିଲେ, ଯୋଉ ସ୍ଥାନରେ ରହିଲେ ପରମେଶ୍ୱର ତାଙ୍କ ପ୍ରତି ଦୃଷ୍ଟିପାତ କରିବେ, ଯୋଉ ସ୍ଥାନରେ ରହିଲେ ପରମେଶ୍ୱର ତାଙ୍କର କ୍ଳାନ୍ତତାକୁ ବୁଝିବେ, ଯୋଉ ସ୍ଥାନରେ ରହିଲେ ପରମେଶ୍ୱର ତାଙ୍କ ନୈରାଶ୍ୟତାକୁ ଦୂର କରିବେ, ଯୋଉ ସ୍ଥାନରେ ରହିଲେ ପରମେଶ୍ୱର ତାଙ୍କ ପାଇଁ ଖାଦ୍ୟ ଯୋଗାଇବେ, ଯୋଉ ସ୍ଥାନରେ ରହିଲେ ପରମେଶ୍ୱର ତାଙ୍କୁ ଖାଦ୍ୟ ଦେଇ ବଳବାନ କରି ଗୋଟେ ଲକ୍ଷ୍ୟ ସ୍ଥଳକୁ ପଠେଇବା ପାଇଁ ସମର୍ଥ ହେବେ। ଏଲିୟ ସେଇ ଜାଗାରେ ଅଛନ୍ତି। ଆଉ ବର୍ତ୍ତମାନ ଯେତେବେଳେ ଏଲିୟ ମୃତ୍ୟୁ ପ୍ରାର୍ଥନା କରି ନିରାଶ ଭାଙ୍ଗି ପଡ଼ିଛନ୍ତି, ପରମେଶ୍ୱର ଆପଣାର ଦୂତଙ୍କୁ ତାଙ୍କ ପାଖକୁ ପଠାଉଛନ୍ତି। ହାଲେଲୁୟା। ଗୋଟେ ସ୍ତ୍ରୀ ତାଙ୍କୁ ମାରିଦେବ ବୋଲି ଭୟଭୀତ ହୋଇ ମୃତ୍ୟୁ ପ୍ରାର୍ଥନା କରୁଛି। ଆଉ ସେଇ ସମୟରେ ପରମେଶ୍ୱର କଣ କରୁଛନ୍ତି? ଗୋଟେ ନୂଆ ଆମିଷ ତିଆରି କରୁଛନ୍ତି। ଏଲିୟଙ୍କର ପ୍ରାର୍ଥନା, ଇସାବେଲ ହାତରୁ ମତେ ରକ୍ଷା କର, ତାହା ନୁହଁ। ଏଲିୟଙ୍କର ପ୍ରାର୍ଥନା ହଉଛି, ମୋର ପ୍ରାଣ ମୋ ଠାରୁ ତୁମେ ନେଇଯାଅ। କିନ୍ତୁ ସେ ଜାଣିନାହାନ୍ତି ପରମେଶ୍ୱର ସେଇ ସ୍ଥାନରେ ତାଙ୍କ ପାଇଁ କଣ ଯୋଜନା ରଖିଛନ୍ତି। ପରମେଶ୍ୱର ସେଇ ସ୍ଥାନରେ ଜଣେ ଦୂତକୁ ପଠେଇଲେ, ଆଉ ସେ ଦୂତ ଆସି ତାଙ୍କୁ ଉଠେଇଲେ, କହିଲେ ଉଠ, ଭଜନ କର। ବୋଧ ହୁଏ ବସୁ ବସୁ ଟିକେ ନିଦ ହେଇଯାଇଛି। ଜଣେ ଦୂତ ଆସି ତାଙ୍କୁ କଣ କରୁଛନ୍ତି? ସ୍ପର୍ଶ କରୁଛନ୍ତି, ତାକୁ ଛୁଇଁଲେ, କହିଲେ କଣ? ଉଠ, ଭଜନ କର, ଉଠ, ଭଜନ କର, ଉଠ, ଖାଇବ। ୟାଙ୍କର ଫିଲିଂସ୍ କେମିତି ହେଇଥିବ? ବର୍ତ୍ତମାନ ମୃତ୍ୟୁର ସମ୍ବାଦ ଶୁଣିଛନ୍ତି, କେହି ଜଣେ ତାଙ୍କୁ ମାରିଦେବ ବୋଲି ଶୁଣିଛନ୍ତି, ଏକେଲା ବସୁ ବସୁ ନିଦ ହେଇଯାଇଛି, ଜଣେ ଆସିକି ସଡନ୍ ତାକୁ ଉଠାଉଛନ୍ତି। ଭୟଭୀତ ପରିସ୍ଥିତିରେ ଉଠିଥିବେ। ଆଉ ଯେତେବେଳେ ଉଠିଲେ ଦେଖୁଛନ୍ତି ପାଖରେ କଣ ଅଛି? ନିଆଁରେ ପୋଡ଼ା ହେଇଥିବା ପିଠା ଅଛି, ଆଉ ଗୋଟେ ପାତ୍ରରେ ପାଣି ଅଛି। ଦେଖିଲେ ଦୂତ କହିଲେ ଖାଅ। ଖାଇଲେ, ଖାଇଲା ପରେ ଆଉ ଥରେ ଶୋଇ ପଡ଼ିଲେ। ଦୂତ ଆହୁରି ଆସିଲେ, ଆହୁରି ଦେଲେ, ତାଙ୍କୁ କହୁଛନ୍ତି ଉଠ, ଆହୁରି ଖାଇବ, ଉଠ, ଆହୁରି ଖାଅ। ଯଦି ଆମ ଭାଷାରେ କହିବା, ପେଟେ ଖାଅ। କାହିଁକି? କାରଣ ତୁମେ ବହୁତ ଦୂର ଚାଲିବାର ଅଛି। ପରମେଶ୍ୱର ତୁମ ପାଇଁ ଯୋଜନା କରିଛନ୍ତି, ତୁମେ ଏଇ ସବୁକୁ ଭଜନ କର, ଆଉ ତୁମେ କଣ କର ଚାଲ। ଆଉ ଏଲିୟ ଭବିଷ୍ୟଦ୍ବକ୍ତା ଉଠିଲେ, ଖାଇଲେ। ବାକ୍ୟ ଲେଖାଯାଏ ସେଇ ଖାଦ୍ୟର ବଳରେ 40 ଦିନ 40 ରାତ୍ରି ଚାଲୁ 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 ପରମେଶ୍ୱରଙ୍କର ସେଇ ହୋରେବ ପର୍ବତକୁ ପହଞ୍ଚିଲେ। ହାଲେଲୁୟା। ପରମେଶ୍ୱରଙ୍କର ପର୍ବତ, ଏ ହୋରେବ ପର୍ବତ କଣ? ଆମେ ଯଦି ଯାତ୍ରା ପୁସ୍ତକ 3 ଅଧ୍ୟାୟ ଦେଖିବା, ଯାତ୍ରା ପୁସ୍ତକ 3 ଅଧ୍ୟାୟରେ ଲେଖାଯାଏ, ଯେତେବେଳେ ମୋଶେକୁ ପରମେଶ୍ୱର ମନୋନୀତ କଲେ, ଇସ୍ରାଏଲ ଲୋକମାନେ ଆଉ ଯେତେବେଳେ ମିଶ୍ର ଦେଶରେ ବନ୍ଧନ ଅବସ୍ଥାରେ ଅଛନ୍ତି, ଏମାନଙ୍କୁ ମୁକ୍ତି କରିବାକୁ ଚାହିଁଲେ, ସେଇ ସମୟରେ ମୋଶେ ଆପଣା ଶ୍ୱଶୁରଙ୍କର ମେଷମାନଙ୍କୁ ଚରଉଥିଲେ। ଯେତେବେଳେ ଆପଣା ଶ୍ୱଶୁରଙ୍କର ମେଷମାନଙ୍କୁ ସେ ନେଇ ସେଇ ପର୍ବତ ପାଖକୁ ଯାଇଛନ୍ତି, ସେ ଯାଉ 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 ଲେଖାଯାଏ ପରମେଶ୍ୱରଙ୍କର ପର୍ବତ ପଥକୁ ସେ ଚାଲିଗଲେ। ଯୋଉ ପର୍ବତରେ ପରମେଶ୍ୱର ମନୁଷ୍ୟମାନଙ୍କୁ ଆପଣାର ପ୍ରତିଜ୍ଞାର ବିଷୟ କୁହନ୍ତି। ତେଣୁକରି ଏଲିୟକୁ କଣ କରୁଛନ୍ତି? ପରମେଶ୍ୱର ସେଇ ପର୍ବତକୁ ନେବାକୁ ଚାହିଁଲେ, ଯୋଉ ପର୍ବତରେ ପରମେଶ୍ୱର ତାଙ୍କ ସହିତ କଥା ହେବେ, ଯୋଉ ପର୍ବତରେ ପରମେଶ୍ୱର ତାଙ୍କର ସମସ୍ତ ଯୋଜନାକୁ ଏଲିୟକୁ ଜଣାଇବେ। ଏଇ ବାକ୍ୟ ଦ୍ୱାରା ଆମେ କିଛି ବିଷୟ ଶିଖିବାର ଆବଶ୍ୟକ ଅଛି। କଣ? ଯେବେ ଆମେ ଜାଗତିକ ଜୀବନ ଯାତ୍ରା କରୁ, ଜାଗତିକ ମନା ହବା, সেই সময়ে জগতর সমস্ত মন্দ পরিস্থিতি আমাকে ভয়ভীত করিব, আমি নিরাশ হইଯିବା, আমি ভাঙ্গি পড়িবা, কেতে কেতে বেলে আমি মৃত্যু প্রার্থনা করিবা, মো মরি যাউনি কাহিকি, মতে মরণ আসুনি কাহিকি, এই পরিস্থিতিକୁ চালি আসিবা। কিন্তু যদি আমি প্রভুଙ୍କ ଠାରେ ভরসা ରଖିବା,
ପରମେଶ୍ୱର କଣ କରିବେ ଆମକୁ ସେଇ ପରିସ୍ଥିତିରେ ଆପଣାର ଦୂତଙ୍କୁ ପଠେଇ ଆମକୁ ବଳବାନ କରିବେ ପୁଣି ହରେକ ପର୍ଯ୍ୟନ୍ତ ଅର୍ଥାତ୍ ଯେଉଁ ସ୍ଥାନରେ ପରମେଶ୍ୱର ଆମକୁ ତାଙ୍କର ପ୍ରତିଜ୍ଞାତ ସକଳ ବିଷୟ ଜଣେଇବେ ଯେଉଁ ସ୍ଥାନରେ ବାସ୍ତବ ପରିଚୟ ଦେବେ ମୋସାକୁ କଣ କଲେ ମୋସା ଯେତେବେଳେ ହରେକ ପର୍ବତ ମଧ୍ୟରେ ଠିଆ ହେଲେ ପରମେଶ୍ୱରଙ୍କ ପର୍ବତକୁ ଗଲେ ପରମେଶ୍ୱର ତାଙ୍କୁ ନିଜର ପରିଚୟ ଦେଉଛନ୍ତି ପରମେଶ୍ୱର କିଏ ମୋସା କିଏ ପରମେଶ୍ୱର କହିଲେ ଆମେ ତୁମର ପୂର୍ବ ପୁରୁଷଙ୍କର ପରମେଶ୍ୱର ହାଲେଲୁୟା ତେଣୁ ଯେବେ ଆମେ ପରମେଶ୍ୱରଙ୍କର ଉପସ୍ଥିତିରେ ରହିବା ଶିଖିବା ଯେବେ ଆମେ ପ୍ରଭୁଙ୍କ ବାକ୍ୟ ଶୁଣିବା ଯେତେବେଳେ ଆପଣଙ୍କୁ ତାଙ୍କ ନିମନ୍ତେ ପ୍ରସ୍ତୁତ କରିବା ଆମେ ଦେଖିବା ଜାଗତିକ ସମସ୍ତ ମନ୍ଦତା ଆମକୁ ନିରାଶ କରିଦେଲେ ଆମର ଭାଙ୍ଗି ପଡ଼ିବା ପରିସ୍ଥିତିରେ ମଧ୍ୟ ପରମେଶ୍ୱର ଆପଣ ଦୂତଙ୍କୁ ପଠେଇବେ ଆଉ ଆମକୁ ଶକ୍ତି ଯୁକ୍ତ କରିବେ ପାରିବାରିକ ଭାବରେ ବ୍ୟକ୍ତିଗତ ଭାବରେ ଆମଙ୍କର ଜୀବନ ଯାତ୍ରାରେ ଯଦି ଆମେ ନିରାଶ ହେଇଯାଇଛୁ ଭାଙ୍ଗି ପଡ଼ିଛୁ ଯେକୌଣସି ପରିସ୍ଥିତି ଆମଙ୍କର ମନ ଶରୀର ଆମଙ୍କର ପ୍ରାଣ ଆମଙ୍କର ବିବେକକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି ଏଲିଓ ଦେଖିକି କଣ କରୁଛନ୍ତି ନା ଏଲିଓ ଯେତେବେଳେ ଇସାବେଲର এই সমস্ত বাক্যକୁ ଶୁଣିଲେ ଇସାବେଲର କଥାକୁ ଶୁଣିଲେ ସେତେବେଳେ ଏଲିଓ ଭାଙ୍ଗି ପଡ଼ିଲେ ନିରାଶ ହେଇଗଲେ କିନ୍ତୁ ପରମେଶ୍ୱର ତାକୁ ଭାଙ୍ଗି ପଡ଼ିବାକୁ ଦେଲେ ନାହିଁ ପରମେଶ୍ୱର ତାଙ୍କୁ ତାଙ୍କ ଯୋଜନା ଅନୁକ୍ରମେ ଇସାବେଲର ହସ୍ତରୁ ରକ୍ଷା କରୁ କରୁ 40 ଦିନ 40 ରାତ୍ରି ଚାଲିବା ପାଇଁ ଯୋଉ ବଳ ଆବଶ୍ୟକ ଅଛି ସେଇ ବଳ ପ୍ରଦାନ କଲେ ପୁଣି ଆପଣାର ମନୋନୀତ ପର୍ବତ ଯୋଉ ପର୍ବତରେ ସେ ଏଲିଓଙ୍କ ସହିତ କଥାବାର୍ତ୍ତା କରିବେ সেই স্থানକୁ ନେଇକି ଗଲେ ଆଉ সেই ସ୍ଥାନରେ ପରମେଶ୍ୱର ତାଙ୍କ ସହିତ କଥାବାର୍ତ୍ତା କଲେ ତେଣୁ ଆଜି ଯଦି ଆମର ଜୀବନରେ ଆମେ ଭାଙ୍ଗି ପଡ଼ିଛୁ ପ୍ରାର୍ଥନା କରିବା ପ୍ରଭୁ ତୁମେ সেই ପରମେଶ୍ୱର ଯେ ଏଲିଓଙ୍କର এই ପ୍ରକାର ପରିସ୍ଥିତିରେ ଏଲିଓ ଯେତେବେଳେ ଭୟଭୀତ ହେଲେ সেই ପରିସ୍ଥିତିରେ ତାଙ୍କୁ ତୁମେ ନିରାଶ ହେବାକୁ ଦେଲ ନାହିଁ ଭୟଭୀତ ହେବାକୁ ଦେଲ ନାହିଁ ତାଙ୍କୁ ତୁମେ ନିରାଶ ହେବାକୁ ଦେଲ ନାହିଁ ତାଙ୍କୁ ଖାଦ୍ୟ ଦେଇ ବଳବାନ କର ପୁଣି ହରେ ପର୍ବତ ପର୍ଯ୍ୟନ୍ତ ଚାଲିବା ପାଇଁ ଆଶୀର୍ବାଦ କର ପ୍ରଭୁ ଆଜି ମଧ୍ୟ ମୋତେ ମୋ ପରିବାରକୁ ସେଇ ଆଶୀର୍ବାଦ କର ଜାଗତିକ କୌଣସି ପରିସ୍ଥିତି ପାରିବାରିକ କୌଣସି ପରିସ୍ଥିତି ଆମକୁ ଯେମିତି ନିରାଶ କରି ଭାଙ୍ଗି ନ ଦିଏ ଏଥିପାଇଁ ଆମକୁ ତୁମର ସ୍ୱର୍ଗୀୟ ଆହାର ଦେଇ ପବିତ୍ର ଭାଗ୍ୟ ଦେଇ ବଳବାନ କର ପୁଣି ତୁମ ସହିତ ସାକ୍ଷାତ କରିବାର ହରେକ ପର୍ବତ ପର୍ଯ୍ୟନ୍ତ ଆମକୁ ଚାଲିବା ପାଇଁ ସାହସ ଦିଅ ଯେବେ ଆମେ ପ୍ରାର୍ଥନା କରିବା ପ୍ରଭୁ ଆମଙ୍କର এই ଜାଗତିକ ଜୀବନ ଯାତ୍ରାରେ ଆମକୁ ବଳବାନ କରିବା ପାଇଁ ଆତ୍ମିକ ଆହାର ଦେବେ ବଳବାନ କରିବେ ପୁଣି ହରେକ ପର୍ବତ ପର୍ଯ୍ୟନ୍ତ ଆମକୁ ସାହସରେ ଚାଲିବା ପାଇଁ ପୁଣି ତାଙ୍କର ସେଇ ଉପସ୍ଥିତି ମଧ୍ୟରେ ରହି ତାଙ୍କର ସେଇ ସୁମଧୁର କୋମଳ ସ୍ୱର ଶୁଣିବା ପାଇଁ ଆଶୀର୍ବାଦ କରିବେ ପ୍ରଭୁ এই ସମସ୍ତ ବାକ୍ୟ ଦ୍ୱାରା ଆମକୁ ଆଶୀର୍ବାଦ କରନ୍ତୁ ଆମେନ୍ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ହାଲେଲୁୟା